ହଉଛି ଯାହା ହଉ ସାଙ୍ଗମାନେ ବୋଉ ନାଗି ନୁଗି କରିଦେଇଛି ଆଜି ଆଳୁ ଚପ। ୟା ପରେ ତ ଏମିତି କରିବୁ ଆଉ ନା ସାଙ୍ଗମାନେ ଆଜିର ଏକ ନୂଆ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଉ ହଁ ଆପଣ ସବୁ କେମିତି ଅଛନ୍ତି ଭଲ ଅଛନ୍ତି ସେ ଭଲ ଥାନ୍ତୁ। ତ ସାଙ୍ଗମାନେ ଆଜି ବ୍ଲଗ୍ ଷ୍ଟାର୍ଟ କରୁଛି କେତେଟା ଟାଇମ୍ ଆସି ହେଇଯିବ 9ଟା ପାଖାପାଖି। ଆଉ ସାଙ୍ଗମାନେ କାଲି ତ ବ୍ଲଗ୍ ଷ୍ଟାର୍ଟ କରିହେଲାନି ତ କାଲି ସାଙ୍ଗମାନେ ଟାଇମ୍ ମିଳିଲାନି ତ କାଲି ସାଙ୍ଗମାନେ ବ୍ଲଗ୍ ଏଥିପାଇଁ ଷ୍ଟାର୍ଟ କରିହେଲାନି। ଆଉ କାଲି ସାଙ୍ଗମାନେ ଭିଡ଼ିଓ ଆସିନଥିବ। ଆଉ ସାଙ୍ଗମାନେ ଆଜି ସକାଳୁ ସକାଳୁ ବ୍ଲଗ୍ ଷ୍ଟାର୍ଟ କରୁଛି। ଆଉ ସାଙ୍ଗମାନେ ବୋଉ ଏବେ ଯାଇଛି ମନ୍ଦିର। ଆଉ ଗୋଟେ ହସ କଥା ବାନାକୁ ଯେତେ ବାଡ଼େଇଲେ କ'ଣ ହେବ ସେ ଆସିକି ସେଇ ଏଇଠି ହିଁ ଶୋଇବ। ତ ତାକୁ ଏଠୁ ଉଠେଇଲି ଏ ମୁଣିଟା ପାରିଲି ତା ଉପରେ ତାକୁ ଶୁଆଇଲି କାରଣ ତେବେ ୟା ଉପରେ ଶୋଇଲା ତ ମୁତୁଟି ଆଉ ଖାଇବନି ତ ସେଥିପାଇଁ ତାକୁ ମୁଣି ଉପରେ ଶୁଆଇଛି। ହଇରେ ହେଇ ତୋତେ କି କହିଲା ଏକରକୁ ଆସିବ ମୁଣ୍ଡ ଏକରେ ରହ ମୁଣ୍ଡ ଏକରକୁ ରଖ ଶୁଣି ତୋତେ ମୁଣ୍ଡ ଏକରକୁ ରଖ ମାନେ ମୁଣି ପାରିଲେ ମୁଣିଟାକୁ ସେ ଦାନ୍ତରେ କାମୁଡ଼ିକି ତଳକୁ ପକାଇ ଦେଉଛି ଆଉ ୟା ଉପରେ ଶୋଉଛି। କ'ଣ କହିବ ଏଇ ସକାଶେ ସାଙ୍ଗମାନେ ବୋଉ ତାକୁ ବାଡ଼ିଥିଲା ତଥାପି ସେ ବୁଝିପାରୁନି। ଏଇ ସକାଶେ ସାଙ୍ଗମାନେ ମୁଣି ପାରିଛି ତ ମୁଣି ଉପରେ ଶୋଇଛି। ଆଉ ସାଙ୍ଗମାନେ ଯାଉଛି କ'ଣ ଦିଟା ଆଣିକି ଖାଇଦିଏ ଆଉ ଖାଇସାରି ସାଙ୍ଗମାନେ ବ୍ଲଗ୍ କଣ୍ଟିନ୍ୟୁ କରିବା। ତ ଗାଡ଼ି ସାଙ୍ଗମାନେ କାକର ପଡ଼ିଯିବ ବୋଲି ବୋଉ କିନ୍ତୁ ତା ଲୁଗାଟା ଘୋଡ଼େଇକି ଥୋଇଛି ଗାଡ଼ିକି ପୁରା ବୋହୁ କରିକି। ତ ଏଠି ସାଙ୍ଗମାନେ ଗାଡ଼ି ପଶୁନି ତ ସେଠି ସାଙ୍ଗମାନେ ମୁଁ ଥୋଇ ଦେଉଥିଲି ଆଉ ଗୁହାଳେ ତ ମୁତୁରି ବନ୍ଧା ହେଉଛି ତ ସେଥିପାଇଁ ସାଙ୍ଗମାନେ ଗାଡ଼ି ମୁଁ ହେଠି ଥୋଉଥିଲି ତ ସେଠି ଯେଉଁ ବୋତି ଗୁଡ଼ା ଗଦା ହେଇଛି ତ ସେଥିପାଇଁ ସାଙ୍ଗମାନେ ଦୁଆରେ ଗାଡ଼ି ଥୋଇବାକୁ ପଡ଼ୁଛି ଆଉ ଏମିତି ଘୋଡ଼େଇକି ଥୋଇଛି। ଆଉ ତ ଗୋଟେ କଭର ଆଣିବା ହାରି ଜଲ୍ଦି ଆଉ ଲୁଗା ଏମିତି ଘୋଡ଼େଇକି ରଖୁଛି ଆଉ କ'ଣ କରିବା। ଆଉ ଚାଲୁ କେତେ ଦିନ ଚାଲୁଛି ଚାଲୁ ମାନେ ବୋଉ ମନ୍ଦିରରୁ ଆସିକି ଆଳୁ ଦୁଇଟାକୁ ପୋଡ଼ିକି ତ ପଖାଳ ଖାଇବା ଷ୍ଟାର୍ଟ କରିଦେଲାଣି। କହ ଅଗି ପୋଡ଼ା ଆଳୁ ଦେଖୁନୁ ଅଗି ପୋଡ଼ା ଆଳୁ ଅଗି ପୋଡ଼ା ଯେଉଁ କରନ୍ତି କେମିତି ଆଳୁ ଆଣୁ ହଁ ଦରପୋଡ଼ା ଆଳୁ ହେଇଆ କହୁନ ଦରପୋଡ଼ା ଆଳୁ କରିଛୁ। ଏଇ ଦରପୋଡ଼ା କରିଦେଇଛି ଆଉ ଜଳନ୍ତା ଚୁଲିରେ କ'ଣ ଭଲରେ ପୋଡ଼ି ଆଉ ଖଟା ଥିଲା କାଲିର ଆଉ ପଖାଳ ଭାତ ଆଉ ଖାଇଦେଉଛି ଆଉ ଖଟା ଆଉ ଆଳୁ ତ ଆଳୁ କ'ଣ ପୋଡ଼ା ହାଁ ବୋଉ ସାଙ୍ଗମାନେ ଖଟା ଆଳୁ ପୋଡ଼ା ଲଗେଇକି ଭାତ ତର ଖାଉଛି। ମୁଁ ସାଙ୍ଗମାନେ ଜଳଖିଆ ଖାଇଥିଲି ତ ମୋତେ ଏଇନା ଭୋକ ହେଇନି ମୁଁ ଆଉ ଟିକେ ପରେ ଖାଇବି। କଖାରୁ ଫୁଲ କ'ଣ ତୋଳିକି ଆଣିଲୁଣି? ଯାଇଥିଲି ତ ନେଇ ଆଇଲି ଆଉ ଆଜି କ'ଣ କଖାରୁ ଫୁଲ ପିଠା କରିବୁ ନା କ'ଣ କରିବୁ? ଭଜାରେ ପକେଇଦେବି କୋବି ଆଜି କ'ଣ କରିବୁ ତାହେଲେ? ଆଜି ଚପ୍ କରିବା। କ'ଣ ଆଳୁ ଚପ୍ ଆଳୁ ଚପ୍ ଆଜି ଆଳୁ ଚପ୍ କରିବୁ? ସତରେ ନା ମିଛରେ ମ? ଆଳୁ ସିଝେଇଛି। ଆଜି ସତରେ ଆଳୁ ଚପ୍ ହବ? ତୋତେ ଆଳୁ ଚପ୍ ତିଆରି କରି ଯାଇଛି? ତାହେଲେ ସାଙ୍ଗମାନେ ଆଜି ଦେଖିବେ ତାହେଲେ ଆଳୁ ଚପ୍ ବୋଉ କେମିତି କ'ଣ ତିଆରି କରୁଛି। ଆଉ କ'ଣ ମେଘୁଆ ହେଲାଣି ମସଲା କଷିକି ଆଜି ବୋଧେ ମେଘ ଜୋରରେ ଅଛି ନା କ'ଣ? ହଁ ହେଁ ତ ଏଇ ସେ ଦିନରୁ ମେଘୁଆ ହେଲାଣି ନହେଲେ ଦିନ ତ ସାଙ୍ଗମାନେ କେବେ ମେଘୁଆ ହୁଏନି। 4ଟା ବେଳକୁ ଆସିକି ବର୍ଷା ହୁଏ କିନ୍ତୁ ଦିନରେ କେବେ ମେଘୁଆ ହୁଏନି। ବୋଧେ ଆଜି ଜୋରରେ ବର୍ଷା ଅଛି। ଆଉ ତୁ ତାହେଲେ ଆଳୁ ଚପ୍ କେତେବେଳକୁ କରିବୁ? ମସଲା କରୁନୁ ମସଲା ଏଇନା କରିଦେବୁ ଆଳୁ ଚପ୍ କରିବୁ ସନ୍ଧ୍ୟାବେଳକୁ? ଆଉ ଛାଣିବି ଯେ ଟିକେ ମସଲାଟା ଆଳୁଟା ଟିକେ ଇଏ ହେଲେ ସିନା ହାତରେ ପୋଡ଼ିଯିବନି ହାତ ତତଲା କେମିତି କରିବି? ହଉ ତୋ ଇଚ୍ଛା ଯାହା ତୋ ସାଙ୍ଗମାନଙ୍କୁ ଯାଉଛି ଏବେ ମସଲା କ'ଣ ରସୁଣ ଫସୁଣ ଛଡ଼େଇଦେବି। ବୋଉ ଯେଉଁ ମସଲା ଆଳୁ ଯେଉଁ କଷେଇବ ତ ସେଇଥିରେ ମସଲା ଦରକାର ତ ଯାକ ରସୁଣ ଫସୁଣ ଛଡ଼େଇ ଦିଏ ତ ଲାଇନ୍ ପଳେଇବ କାଳେ ତ ସେଥିପାଇଁ ବୋଉ ତରତର ହେଉଛି। ସାଙ୍ଗମାନେ ଏବେ ଫାଇନାଲି ମୁଁ ଗାଧୋଇକି ଆସିଲି ଭାରି ଆଉ ବୋଉ ସାଙ୍ଗମାନେ ଆଳୁ ଯେଉଁତିକ ସବୁ ସିଝେଇଥିଲା ତ ଏଇଟା ସବୁ ବସିକି ଚୋପା ଛଡ଼ାଉଛି। ଆଉ ଏତିକି ରହିଲା ନା? ଆଜି ସାଙ୍ଗମାନେ ବୋଉ ମନକୁ କ'ଣ ଜୁଟିଛି ଆଜି କରିବ କ'ଣ ଆଳୁ ଚପ୍ ନା? ତ ସେଥିପାଇଁ ନା ଆଳୁ ଯେଉଁ ମସଲାଟା ତ ଏଇନା କଷେଇଦେବ ମସଲାଟା କଷେଇକି ରଖିଥିବ ସନ୍ଧ୍ୟାବେଳକୁ ଖାଲି ଯେଉଁ ଆଳୁ ରଖିଥିବ ଚକଟା କରିକି ତ ଏଇଟା ପକେଇକି ଖାଲି ଛାଣିବ ଆଉ ନା? ଆଉ ଟିକେ ରଖିଦେଲେ ମୋ ପାଇଁ ମୁଁ ଟିକେ ଖାଇଦିଅନ୍ତି କ'ଣ କହିଲୁ ଆଳୁ ଭର୍ତ୍ତା କରିଦେବୁ? ତାହେଲେ ଏଇନା କରିଦେଲେ ମୁଁ ଦ୍ୱିପହରେ ଗୋଟେ ଆଳୁ ଭର୍ତ୍ତା ଖାଇଦିଅନ୍ତି। ହେଁ ରେଡ଼ି ଆଉ ମୋତେ ସାଙ୍ଗମାନେ ଏପର୍ଯ୍ୟନ୍ତ ବୋଉ ଦେଇନି ପଖାଳ ଖାଇବାକୁ। ଆଉ କେତେବେଳକୁ ଦେବୁ କହ ତାହେଲେ ପଖାଳ? ତୁ ଏଇନେ ଗାଧେଇକି ଆଇଲୁ ମୁଁ ଯାଉଛି ଦେବି ଆଉ ସାଙ୍ଗେ ତ ସାଙ୍ଗମାନେ ଯାଉଛି ମୁଁ ଆଗ ପଖାଳ ଖାଇଦିଏ ଆଉ ତାପରେ ବ୍ଲଗ୍ କଣ୍ଟିନ୍ୟୁ କରିବା। ଏଇଟା କେତେବେଳକୁ କରିବୁ ତାହେଲେ? ଏଇନା
ଛଡ଼େଇ ସାରିକି ଚକଟିକି ଥୋଇଲେ ସିନା ମସଲା ମାନେ ଛଡ଼େଇ ସାରିବ ସବୁ ଯାକ ଆଉ ଏତିକି ଅଛି ସାଙ୍ଗମାନେ ଏତିକି ସବୁ ଛଡ଼େଇ ସାରିବ ତାପରେ ଚକଟିକି ଥୋଇବ ତାପରେ ଗୋଟେ ମସଲା କଷେଇବୁ। ଆଉ କେମିତି ହବ? ହଉ ଆଉ ମୁଁ କେମିତି ଜାଣିଲି ତୁ ତ କରୁଛୁ ତୋର ମୁଁ କେମିତି ଜାଣିଲି ଆଳୁ ଚପ କେମିତି କ'ଣ ହୁଏ। ତ ଓକେ ସାଙ୍ଗମାନେ ଚାଲ ତାକୁ ଖାଇଦେବା। ବହୁତ ଆଳୁ ଛଡ଼ଉଥିଲା ଆପଣ ଦେଖିଛନ୍ତି ଆଉ ଏବେ ଫାଇନାଲି କରିଦେଇଛି ଆଳୁ ଭର୍ତ୍ତା। ମଟର କେତେବେଳେ ପକେଇବି ଏଥିରେ? ମଟର ପଡ଼ିବ ଆଉଥରେ ହଁ ମାନେ ମଟର ଆଉଥରେ ପକେଇବୁ ସିଝେଇ ଦେଇଛୁ ଖାଲି ପକେଇକି ଗୋଳେଇ ଦେବୁ ଆଉଥରେ ହଁ ହେଁ। ତ ଏଇନା ସାଙ୍ଗମାନେ ଖାଲି ଆଳୁ ଭର୍ତ୍ତା କରିଦେଇଛି ଆଉ ଡେରି କରିବାନି କ୍ଷୀର ପକା ଭାତ ଆଜି ବହୁତ ଡାଲି ହେରିକା କରିନି କିଛି କ୍ଷୀର ପକା ଭାତ ତା ସାଙ୍ଗେ ଆଳୁ ଭର୍ତ୍ତା ଆଉ ତା ସାଙ୍ଗେ ଖଟା ରଖିଥିଲା ଆଉ ବୋଉ ତାର ଖାଉଛି ଖଟା ମୁଁ ଆଉ ଖାଇବିନି ମୁଁ ସେମାନେ ଖାଇଥିଲି ବୋଉ ତାର ଖାଇନଥିଲା ବୋଉ ତାର ଖାଉଛି ଖଟା ମୋର ଆଳୁ ଭର୍ତ୍ତା କ୍ଷୀର। ଆଉ ଲେଟ୍ ହେଇଗଲାଣି କାରଣ ବୋଉ ବସିକି ମାଳା କରୁଥିଲା। କେତେଟା ମାଳ କଲୁ? 10ଟା। ହଁ 10ଟା ବସିକି ମାଳ କରୁଛି। ଆଉ ରାତିକି ତାହେଲେ କେତେବେଳକୁ ଷ୍ଟାର୍ଟ ହେବ ଆମର ଆଳୁ ଚପ୍? କରିବା 5ଟା ବେଳକୁ। 5ଟା ବେଳକୁ ତ ଓକେ ସାଙ୍ଗମାନେ 5ଟା ବେଳକୁ ବୋଉ କରିବ ଆଳୁ ଚପ୍ ଆଉ ସେତିକି ବେଳକୁ ଆପଣମାନେ ଗୋଟେ ଭିଡ଼ିଓ ଟିକେ ଲାଇକ୍ କରିକି ସବସ୍କ୍ରାଇବ୍ କରିଦିଅନ୍ତୁ ନା। ଏବେ ଫାଇନାଲି ସନ୍ଧ୍ୟା ବୋଉ ଦେଇସାରିଲାଣି ସନ୍ଧ୍ୟା ବି ଅଲରେଡ଼ି ହେଇଗଲାଣି ଆଉ ଏବେ ବୋଉ କରେଇ ବସେଇକି ତେଲ ଗରମ କଲାଣି ଗରମ ହେଲାଣି ଏବେ ଛଣା ହେବ ଆଳୁ ଚପ୍। ହଉ ରେଡ଼ି ଆଉ ତ ମସଲା ପୁରା ରେଡ଼ି କରିକି ଥୋଇଛି ଆଗୁଆ ମାନେ ଖାଲି ପକେଇବୁ ନା ଦେଖିଆ ତ ଫାର୍ଷ୍ଟ ଟାଇମ୍ ବୋଉ ଆଳୁ ଚପ୍ କରୁଛି। ବୋଉ କେବେ ଆଳୁ ଚପ୍ କରିନଥିଲା ତ ଯାହା ବି ଭୁଲ ଭାଲ ହୁଏ ତ ଆପଣମାନେ କ୍ଷମା କରିବେ ଆଉ। ଆରେ ଏମିତି କ'ଣ ଆଉ ଟିକେ ପକଉନୁ କ'ଣ ପକେଇବି? ଏମିତି କ'ଣ ପକୋଡ଼ା ନେଖା ହବ ଟିକେ ଭଲରେ ବୁଡ଼େଇକି କାଢ଼ିବୁ ନା ଆଉ। କେମିତି ବୁଡ଼େଇବି ଭଲରେ? ରହ ଦେଖ ଏଇଟା କେମିତି ହେଉଛି। ତ ସାଙ୍ଗମାନେ ଭୁଲ ଭାଲ ହେଲେ କ୍ଷମା କରିବେ ଫାର୍ଷ୍ଟ ଟାଇମ୍ କରୁଛି ନା। ତେଲ ଭଲରେ ତାତିନି ନା ତେଲ ଟିକେ ଭଲରେ ତାତିଯାଉ ବହଳିଆ ବହଳିଆ କରିଥାନ୍ତୁ ହେଲା ବହଳିଆ କରିକି ପକେଇକି ଛାଣିଥାନ୍ତୁ। ପାଣିଆ ପାଣିଆ କରୁଛୁ ତା ଦେହରେ ତ ଲାଗିବନି ମସଲା। ରହ ଏଇଟା ଦେଖି ପୁରା ବହଳିଆ ବଢ଼ିଆ ହବ ତୁ ଜାଣିଛୁ। ଏଇଟା ଦେଖ କେମିତି ହେଲା। କ'ଣ ହେଲା? ହଁ ରେ ହେଇଛି ରେ ଦେଖିଆ କାଢ଼ିବୁ ଟିକେ କାଢ଼ୁ ବେଟେ ପଡ଼ିଗଲା ଡେଇଁ ପଡ଼ିଲା ଦେଖିଆ କାଢ଼ୁନ ଟିକେ ହେଇନି ବା ଟିକେ ଦେଖେଇ ଦେ ସାଙ୍ଗମାନଙ୍କୁ ହେଇଛି ଆଉ ତ ଏଇ ବେଲ୍ଟଟା ସାଙ୍ଗମାନେ ଗଳି ପଇଲା ବୋଉ କହୁଛି କ'ଣ ଗୋଟେ ଗଳି ପଇଲା ଚମିକି ପଡ଼ିଛି। ଖାତା ହେରିକା କାଢ଼ିବେ ଏଠୁ ସବୁ କାହିଁକି ଏଠି ଥୋଇବି ଦଶତାଲା ଥୋଉନି ତୋର ଆଉ ଜବର ଜାଗା ଅଛି ନାଇଁ ଥୋ ଖାତା ଏଠି ଥୋଇଦେବ ହଉନି ଏଠି ତସଲା ଥୋଇ କାହିଁ ତସଲା ତୋର ଏଗୁଡ଼ା ମୁଁ ନିଜେ ଥୋଇ ଦେଉଛି ତୋର ଯେଉଁ ଜାଗା ହଉନି ମୁଁ ନିଜେ ଥୋଇ ହେଲା ରେଡ଼ି। ତ ଫାଷ୍ଟ ଏମିତିଆ ତ ସାଙ୍ଗମାନେ ଛାଣି ସାରିଲା ପରେ ଏଥର ସାଙ୍ଗମାନେ ପୁରା ଦୁଳଦୁଳ କରିକି ଛାଣୁଛି। ହାଁ କଥା କ'ଣ ଦେଖୁଥିଲି ପକଉଥିଲି ତେଲ ତାତିଲାଣି କି ନାହିଁ। ଏଥର ସାଙ୍ଗମାନେ ଦୁଳଦୁଳ କରିକି ଛାଣୁଛି ଆଗୁଆ ଗୁଳା କରିକି ଥୋଇ ଦେଇଛି ତ ଦୁଳଦୁଳ କରିକି ଛାଣୁଛି ଆଉ ଆଗୁଆ ନ କଲେ କେମିତି ଛାଣିବି। ଏଠି ବି ଆହୁରି କେତେ ଥୋଇ ଦେଇଛି ମାନେ ଆଜି କେତେ ତୁ ଆଳୁ ଚପ ବିକ୍ରି କରିବୁ କେତେ ଆଳୁ ଚପ ଆଜି ବିକ୍ରି କରିବୁ କେତେ ଟଙ୍କା ଲେଖା ଆଳୁ ଚପ 5 ଟଙ୍କା ଲେଖା ନା 2 ଟଙ୍କା ଲେଖା 5 ଟଙ୍କିଆ ଆଳୁ ଚପ 5 ଟଙ୍କିଆ ଆଉ ଯାହା ତୋ ଇଚ୍ଛା। ବାପାଙ୍କୁ ଆଜି କହିବୁ ବାପାଙ୍କୁ ଆଜି ଶୁଣ ବାପାଙ୍କୁ ଆଜି କହିବୁ ଦୋକାନରୁ ଆଣିଛି ଆଳୁ ଚପ ମୋତେ ଦିଅ ତାଙ୍କୁ ଦେଇଦେବୁ 10ଟା କହିବୁ ମୋତେ ଦିଅ କେତେ ଟଙ୍କା 10 ଟଙ୍କା କେତେ 50 ଟଙ୍କା ହଉନି ହେଁ ତାପରେ ସେ ଦେଇ ସାରିଲେ କହିବୁ ମୁଁ ନିଜେ ଘରେ ଛାଣିଛି। ରେଡ଼ି ଆଉ ଆଳୁ ଚପ୍ ରେଡ଼ି। ଆଉ କ'ଣ କହୁଥିଲୁ ହବନି ବୋଲି ଆହୁରି ପଡ଼ିବ ଆହୁରି ତ କେତେ ଜାଗା ଫାଙ୍କା ଅଛି ପକେଇଲୁନି ଆଉ 3ଟା 4ଟା ପକେଇଲୁନି ନା ତୁ ହଁ ଆସ୍ତେ ଆସ୍ତେ କରିକି ଛାଣ କାହିଁକିନା ଫାର୍ଷ୍ଟ ଟାଇମ୍ ଛାଣୁଛୁ ନା କୁଆଡ଼େ କ'ଣ ଭୁଲ ଗୋଟେ କାମ ପୋଡ଼ି ପାଡ଼ି ଯିବ। ତ ସାଙ୍ଗମାନେ ଆଜି ଗୋଟେ ବୋଉ ପାଇଛି ବେଲ ତ ଆଜି ବୋଉ ସାଙ୍ଗମାନେ ମନ୍ଦିର ଯାଇଥିଲା ମନ୍ଦିରରୁ ଗୋଟେ ପାଇଛି ବେଲ ହଁ ଗଲା ଆସିକି ପଇଲା ପୁରା ଚେପା ହେଇଯାଇଛି ବିଫାଳ ହେଇଯାଇଛି ପୁରା
ବେଲଟା ପୁରା ଦିଫାଳ ହେଇଯାଇଛି ନା? ପକାରେ ପଡ଼ିଗଲା ତ ହଁ ସେ ଦିଫାଳ ହେଇଗଲା। ଆରେ ହଉଛି ଆଉ ହଉଛି ହଁ, ହଉଛି 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 ଯାହା ହଉ ସାଙ୍ଗମାନେ ବୋଉ ନାଗି ନଗି କରିଦେଇଛି ଆଜି ଆଳୁଚପ। ଫାଷ୍ଟ ଟାଇମ୍ ଦେଖିବା ଆଗ ଟିକେ ୟା ପରେ ତ ଏମିତି କରିବୁ ଆଉ ନା? ଯେତେବେଳେ ମନ ହବ ବୋଉ ଆଳୁଚପ ଛାଣ, ସାଙ୍ଗେ ସାଙ୍ଗେ ଛଣା ହବ ଆଳୁଚପ। ଥରେ ହେଇଗଲା କି ହୁଁ ଜାଣିଦେଲେ ଥରେ ଜାଣିଦେଲେ ମାନେ ସଇଲା ଆଉ। ଦେଖି ଶୁଣ, ଯେତେବେଳେ ଏମିତି ଛାଣୁଥିବୁ ତେଲ ଟିକେ କମେଇବୁ। ତେଲ ଏ ତେଲ କହୁଛି ଗ୍ୟାସ୍। ତାପରେ ପୁଣି ଯେତେବେଳେ ପକେଇବୁ ପୁଣି ଟିକେ ବଢ଼େଇବୁ। ଯେତେବେଳେ ପକେଇବୁ ସେତେବେଳେ ଏମିତି ଥିବ, ଯେତେବେଳେ ସବୁ ଯାକ ପକେଇ ସାରିବୁ ତାପରେ ବଢ଼େଇବୁ। ହଁ କେତେ ତତେ ଆଉ ରୋଷେଇ ଶିଖେଇବି। ହଁ ହଁ ତୁ ତ ମତେ ରୋଷେଇ ଶିଖଉଛୁ ଆଉ। ଆଉ ଏଠି ଆଇ ତ ଟ୍ରେନିଂ ଦଉନି। ଟିକେ ଶୀତଳ ଗୋଟେ ଖାଇକି ଟେଷ୍ଟ କରିକି ଆଗ କହିବି ତୋତେ ହେଲା। ଏକାଥରେ କି ଏଇ ତିନିଟା ଛାଣିଦେବା। ଆହୁରି ଏଗୁଡ଼ା ନା ଆଣେ ଭାରି ଗୋଟେ ଥାଳି। ଗୁଳା କରୁନୁ। ଗୁଳା ଗୁଳା ପା ଅଛି ଏଇଠି। ଆହୁରି ବି ଅଛି ଗୁଳା। ଯେ ତୁ କରିବୁ ନା ମୁଁ କ'ଣ କହୁଛି? ମୋତେ ଆଇଛି ଗୁଳା କରି। ଆଉ ନାଇଁ, ଯିଏ ଆଳୁଚପ କରେ ସେ ଗୁଳା କରେ ନା ଆଉ ଆଉ କିଏ ଗୁଳା କରେ? ମୁଁ ଖାଲି କ'ଣ କହିଲୁ ତତେ ସବୁ ଯୋଗେଇଦେବି। ତ ପ୍ରାୟ ସାଙ୍ଗମାନେ ବୋଉ ଛାଣି ସାରିଲାଣି। ଏଇଟା ସଇଲେ ଆଉ ଏତିକି ବୋଧେ ଗୋଟାଏ ଥର ହେବ ନା? ଗୋଟେ ଥରରେ ସଇଲା ଆଉ ତା ସାଙ୍ଗେ ରଖିଲାଣି ଯେଉଁ ଆଜି ତୋଳିକି ଆଣିଥିଲା କଖାରୁ ଫୁଲ, ତ ସେଗୁଡ଼ା ବି ପକେଇକି ଏକାଥରେ ଛାଣିଦେବ। ହାଁ, ହବନି? ତ ଏଇ ଫୁଲ ବୋଉର ଗୋଟେ, ମୋର ଗୋଟେ, ବାପାଙ୍କର ଗୋଟେ, ତିନିଟା ଆଉ ତିନି ଜଣଙ୍କୁ ତିନିଟା ଆଉ। ପୁରା ନାଲ ନାଲ କରିକି ଛାଣୁଛୁ ଆଉ। ଯାହା ହଉ। ତ ସାଙ୍ଗମାନେ ମୁଁ କହିଛି ଭୁଲ ତ ହବ, ତ ଗୋଟେ ଭୁଲ ହେଇଯାଇଛି। ତ ଏ ବେସନ ଗୁଡ଼ା ବୋଉ ପାଣିଆ ଯେଉଁ କରିଦେଇଛି, ତ ଯେଉଁ ତାର ଉପର ଯେଉଁ କଭର, ଆଳୁ ଉପରେ ଯେଉଁ ବେସନର କଭର, ତ ସେଇଟା ସାଙ୍ଗମାନେ ଟିକେ ପତଳା ହେଇଯାଇଛି। ନହେଲେ ପୁରା ପୁରା ଲାଗୁଛି ଦୋକାନ ଆଳୁଚପ ନେଖା। ଆଉ ଟିକେ ବହଳିଆ ହେଇଥିଲେ ନା ଚଳିବ, ଭଲ ହେଇଥାନ୍ତା। ତଥାପି ଚଳିବ ଆଉ। ଆଉ ଅଛି 3, 6, 9, 10, 12, 13, 14 ଜଣ 28 ଟଙ୍କା ଏତିକ ନା। ଯାହା ହଉ ଝାଳ ନାଳ ଦେଇକି ଗଲାଣି। କ'ଣ ଟଙ୍କା ଲେଖା? 2 ଟଙ୍କା ନେଖା ବା। କୋଉଠି ମୋ 2 ଟଙ୍କା ଆଳୁଚପ ଅଛି? ଆଉ 5 ଟଙ୍କା ନେଖା ତାହେଲେ ଆଉ କେତେ ଏତିକ ଛାଣିଲୁଣି ତୁ? 2 ଟଙ୍କିଆ ଆଳୁଚପ ଅଛି ଆଉ ଆଉ କୋଉଠି ନାହିଁ ତାହେଲେ? ନା। ହଉ ସବୁ ସାଙ୍ଗମାନେ ଏତିକ ଛାଣି ସାରିଲେ ଆମର ଆଳୁ ଚପ କମ୍ପ୍ଲିଟ୍ ହେଇଯିବ। ସୁରୁଖୁରୁରେ ସାଙ୍ଗମାନେ ଆମର ଆଳୁ ଚପ ଶେଷ ହେଇଗଲା ଛଣା ନା। ଶେଷ ତ ଏତିକ ବେସନ ବଳିଲା କ'ଣ କରିବୁ? ଏଇଟା ହେଉଛି ସାଙ୍ଗମାନେ ଚିନ୍ତା। ଏ ଫୁଲ ବା ଅଛି 3ଟା ଆଉ। ଫୁଲରେ କ'ଣ ସରିଯିବ? ଯେତିକି ହବ ହବ ଆଉ କ'ଣ କରିବୁ? ଆଉ ଯାହା ଆମର ତ ଛଣା ସରିଗଲା ଆଳୁ ଚପ ଆଉ। ଏ ଫୁଲ ଗୁଡ଼ା ଛାଣିଦେ। ଆରେ ଇଏ କ'ଣ? ଗୁଡ଼ାକ ଝାଡ଼ି ଦଉଛି ଆଉ କ'ଣ? ଆଉ ବାପା ଆସିବେ କେତେବେଳକୁ? ବାପା ଆଇଲେଣି। ଆଇଲେଣି ମାନେ ପାଖାପାଖି ହେଇଗଲେଣି। ତ ଏବେ ଫୁଲ ସାଙ୍ଗମାନେ ଛଣା ହେଉଛି। ୱାଓ ମାନେ ଏବେ ଫାଇନାଲି ମୁଁ ଆଣିଛି ମୋର ଆଳୁ ଚପ ଆଉ ବୋଉ ତାର ଖାଇ ସାଇଲାଣି ଚ୍ୟାଲେଞ୍ଜ ଭିଡ଼ିଓରେ ନା। କେମିତି କ'ଣ ଲାଗିଲା? ଏଣେ କ'ଣ ଖାଉଛୁ? ବେଲ। ବେଲ ଖାଉଛୁ? ଆଉ ମୋ ପାଇଁ ଟିକେ ରଖିଥା ଖୋଳ। ତ ମୁଁ ସାଙ୍ଗମାନେ ବେଲ ମଝିଟା ଖାଇନି କାରଣ ଅଠା ଲାଗେ, ତା ଖୋଳଟା ଖାଇ ଦାନ୍ତରେ ଦେଇଥିଲି। ତ ଓକେ ସାଙ୍ଗମାନେ ଚାଲୁନି ତାହେଲେ ଟେଷ୍ଟ କରିବା। ମୁଁ ତ ଆଗୁଆ ଖାଇଥିଲି, ଯେତେବେଳେ ବୋଉ ଛାଣୁଥିଲା ସେତେବେଳେ ମୁଁ ଖାଇ ଦେଇଥିଲି ଅଲରେଡ଼ି। ଟେଷ୍ଟ କରିବା। ଉପରେ କଳା ଲୁଣ ଛିଞ୍ଚି ଦେଇଛି, ଟମାଟୋ ସସ୍ ଚିଲି ସସ୍ ଟିକେ ମଡ଼େଇ ଦେଇକି ତ ଯାଉ ସାଙ୍ଗମାନେ ବୋଉ ଫାଷ୍ଟ ଟାଇମ୍ କରିକି ବି ବହୁତ ବଢ଼ିଆ କରିଛି। ଫାଷ୍ଟ ଟାଇମ୍ କରିକି ବି ବହୁତ ବଢ଼ିଆ କରିଛି। ଆଉ ଏତିକି ସାଙ୍ଗମାନେ ଅଛି ଆଉ ଭାତ ଲଗେଇ ଖାଇବା ଆଉ। ତ ବଢ଼ିଆ ଲାଗୁଛି ସାଙ୍ଗମାନେ। ତ ଫାଷ୍ଟ ଟାଇମ୍ କରିଛି ଟିକେ ନାକୁ ଯାହାହେଲେ ଏ ଯେଉଁ ପତଳା ଟିକେ ପାଣିଆ କରିଦେଇଛି, ତ ସେଥିପାଇଁ ଟିକେ ଏ ଯେଉଁ ଚମଡ଼ା ଉପର ସେଇଟା ଟିକେ ପତଳା ହେଇଯାଇଛି ଆଉ। ତ ନହେଲେ ସାଙ୍ଗମାନେ ପୁରା ମସ୍ତ ଲାଗୁଛି। ଆଉ ଥରେ କଲେ ଜାଣିଦେବ ଆଉ ନା। ଆଉ ଥରେ କଲେ ଟିକେ ବଢ଼ିଆ ବଢ଼ିଆ କରିବୁ।
ଯେମିତି ଆଳୁ ଚପଟା ମୋଟା ମୋଟା ହବ। ସାଙ୍ଗମାନେ ଫାଇନାଲି ଭାତ ଲଗେଇବି ଆଳୁ ଚପ ଖାଇ ଦେଇକି ଆସିଲି ଭାରି। ଆଉ ଆଜି କ'ଣ ଆଉ ଅଳ୍ପ ଟିକେ ନାକୁ କ୍ଷୀର ଥିଲା, କାରଣ ଦ୍ୱିପହର ତ ଖାଇ ଦେଇଥିଲି ସାଙ୍ଗମାନେ କ୍ଷୀର ଲଗେଇ ତତଲା ହାତରେ। ଆଉ ସାଙ୍ଗମାନେ ପେଟ ବୋଧେ ଗ୍ୟାସ୍ ହେଇଗଲା ନା ଲାଗୁଛି। ତ ଓକେ ସାଙ୍ଗମାନେ, ତାହେଲେ ଆଜିର ଭିଡ଼ିଓଟି ଏଠି ଶେଷ କରିବା। ଆଉ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଉ ଦେଖିଲେ ତ ବୋଉ କେମିତି କ'ଣ ଆଳୁ ଚପ ତିଆରି କଲା। ଆଉ ଫାର୍ଷ୍ଟ ଟାଇମ୍ କଲା, ଆଉ ଟିକେ ତାପରେ ଏଠୁ କଲେ ଅଟୋମେଟିକ୍ ଜାଣିଦେବ ଆଉ। ତ ଫାର୍ଷ୍ଟ ଟାଇମ୍ କଲେ ଟିକେ ଟିକେ ଭୁଲ ହେଇଗଲା ଆଉ। ତ ଓକେ ସାଙ୍ଗମାନେ, ତାହେଲେ ଆଜିର ଭିଡ଼ିଓଟି ଏଣ୍ଡ କରୁଛି। ଆଶା କରୁଛି ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଆଉ ଆଜିର ଭିଡ଼ିଓଟି ଆପଣଙ୍କୁ କେମିତି ଭଲ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓଟି ଗୋଟେ ଲାଇକ୍ କରିବା ସହିତ ଚ୍ୟାନେଲଟିକି ସବସ୍କ୍ରାଇବ୍ କରିଦେବେ। ଦେଖାବା ଆଉ ଗୋଟେ ନୂଆ ଭିଡ଼ିଓରେ। ଆଉ ସେଥିପାଇଁ ସାଙ୍ଗମାନେ ମୋତେ ବିଦାୟ ଦିଅନ୍ତୁ, ରହୁଛି, ବାଏ।